ଶ୍ରୀ ଶ୍ରୀ ଲକ୍ଷ୍ମୀ ବ୍ରତ ବା ସୁଦଶା ବ୍ରତ ଚଳିତ ବର୍ଷ ଏପ୍ରିଲ ମାସ 18 ତାରିଖ ଗୁରୁବାର ପଡ଼ିବାକୁ ଯାଉଅଛି। ଚୈତ୍ର ଶୁକ୍ଳ ଦଶମୀ ତିଥିରେ ପଡ଼ିବାକୁ ଯାଉଅଛି। ଆଜିର ଭିଡ଼ିଓରେ ବିଶେଷ କରି ମା ମାନଙ୍କ ପାଇଁ ଆମେ ଜାଣିବା ଯେଉଁ ମା ମାନେ ପ୍ରଥମ କରି ସୁଦଶା ବ୍ରତ କରିବାକୁ ଯାଉଛନ୍ତି କେମିତି ବ୍ରତ ପାଳନ କରିବେ କି କରିବେ ନାହିଁ, ଏହି ବର୍ଷ ସୁଦଶା ବ୍ରତ ପାଳନ କରିବେ କରିପାରିବେ ନାହିଁ। ମା ମାନେ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ମା ମହାଲକ୍ଷ୍ମୀ ବୋଲି ଲେଖିଦିଅନ୍ତୁ। ବହୁତ କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଶୁଣିବା ପାଇଁ ମିଳୁଛି। ବହୁତ ଗୁଜବ ମଧ୍ୟ ପ୍ରଚାର ହେଇଛି। କିଏ କହୁଛନ୍ତି ନୂଆ କରି ଯେଉଁମାନେ ଏ ବର୍ଷ ସୁଦଶା ବ୍ରତ କରିବା ପାଇଁ ଯାଉଛନ୍ତି ସେମାନେ କରିପାରିବେ ନାହିଁ। ଆମେ ଆପଣମାନଙ୍କୁ ଯାହା କହିବୁ ପାଞ୍ଜି ମତରେ କହିବୁ। ଆସନ୍ତୁ ଜାଣିବା, ଭିଡ଼ିଓରେ ଆଗକୁ ବଢ଼ିବା। ଏଥର ନୂଆ କରି ସୁଦଶା ବ୍ରତ ପାଳନ କରିପାରିବେ, କିଏ କହୁଛନ୍ତି ବ୍ରତ ପାଳନ କରିପାରିବେ ନାହିଁ, ଏମିତି ଅନେକ କଥା ଶୁଣିବାକୁ ମିଳୁଛି। ଆଜି ଆମେ ଜାଣିବା ପ୍ରକୃତ ସତ୍ୟ କ'ଣ, ସୁଦଶା ବ୍ରତର ପୂଜା ବିଧି। ସୁଦଶା ବ୍ରତରେ ମା ମହାଲକ୍ଷ୍ମୀଙ୍କର ଉପାସନା କରାଯାଇଥାଏ। ମା ମହାଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେଲେ ମଣିଷ ଐଶ୍ୱର୍ଯ୍ୟ ଲାଭ କରିଥାଏ, ଧନ ଧାନ୍ୟରେ ଘର ପରିପୂର୍ଣ୍ଣ ହୋଇଥାଏ। ମା ମହାଲକ୍ଷ୍ମୀଙ୍କର କୃପା ହେଲେ ମଣିଷ ଧନର କୁବେର ପାଲଟି ଯାଇଥାଏ। ମା ମହାଲକ୍ଷ୍ମୀଙ୍କର ପ୍ରସନ୍ନ ହେଲେ ଘରେ କେବେ ବି ଧନର ଓ ଅନ୍ନର ଅଭାବ ଦେଖା ଦେଇନଥାଏ। ଘରର ମା ମାନେ ଜଣେ ଜଣେ ଗୃହଲକ୍ଷ୍ମୀ। ଗୃହଲକ୍ଷ୍ମୀମାନଙ୍କୁ ମଧ୍ୟ ମା ମହାଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି। ମା ମହାଲକ୍ଷ୍ମୀଙ୍କର କୃପା ହେଲେ ନାରୀ ମଧ୍ୟ ସୁଲକ୍ଷଣୀ ହୋଇଯାଇଥାନ୍ତି। ସୁଦଶା ବ୍ରତ ହେଉଛି ସୁଦଶା ଅର୍ଥାତ୍ ଘରର ମଙ୍ଗଳ କାମନା ପାଇଁ ମା ମାନେ ଏହି ବ୍ରତ କରିଥାନ୍ତି। ଆପଣମାନେ ଜାଣନ୍ତି ଶୁକ୍ଳ ଦଶମୀ ଗୁରୁବାର ପଡ଼ିଥିବ, ଆପଣ ସେହି ଦିନ ଏହି ବ୍ରତ ଧାରଣ କରନ୍ତୁ ବା ଏହି ବ୍ରତ କରନ୍ତୁ। ଗୁରୁବାର ମା ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ବାର ହୋଇଥାଏ। ଆପଣ ଶୁକ୍ଳ ଦଶମୀ ଗୁରୁବାର ଦିନ ସୁଦଶା ବ୍ରତ ପାଳନ କରନ୍ତୁ। ମା ମହାଲକ୍ଷ୍ମୀଙ୍କ ମନରେ ଗୋଟିଏ କଥା, ମା ମାନଙ୍କ ମନରେ ଗୋଟିଏ କଥା ସନ୍ଦେହରେ ଥିବ, ନୂଆ ବ୍ରତଧାରୀ ମାନେ ଚଳିତ ବର୍ଷ ସୁଦଶା ବ୍ରତ କରିପାରିବେ କି ନାହିଁ। ପାଞ୍ଜିରେ ଯାହା ଲେଖା ହୋଇଛି, ନୂଆ ବ୍ରତଧାରୀ ଏଥର ସୁଦଶା ବ୍ରତ ପାଳନ କରିପାରିବେ। ଏଥିରେ ନୂଆ ପୁରୁଣାର କିଛି ବାଛ ବିଚାର ନାହିଁ। ମା ମହାଲକ୍ଷ୍ମୀଙ୍କୁ ଉପାସନା କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଅଛି। ଯେଉଁ ମା ମାନେ, ମୁଁ କହିବି ଯେଉଁ ମା ମାନେ ନୂଆ କରି ବିବାହ କରିଛନ୍ତି ଓ ବିବାହର ଅଳ୍ପ ଦିନ ମଧ୍ୟରେ ଏହି ସୁଦଶା ବ୍ରତ କରିବାକୁ ଯାଉଛନ୍ତି, ସେମାନେ ମା ମହାଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟବତୀ ନୁହଁ ସୌଭାଗ୍ୟବତୀ ବନିବାକୁ ଯାଉଛନ୍ତି। ଆଗକୁ ତାଙ୍କର ସବୁ ଶୁଭ ଫଳ ମିଳିବ। ଏହି ବର୍ଷ ଏପ୍ରିଲ ମାସ 18 ତାରିଖ ଗୁରୁବାର ଦିନ ବିବାହ ଯୋଗ ରହିନାହିଁ, ତେଣୁ ବିଭାଘର ଥିଲେ ଅଧିକ ମଙ୍ଗଳ ହୋଇଥାନ୍ତା ନୂଆ ବ୍ରତଧାରୀଙ୍କ ପାଇଁ। କିନ୍ତୁ ପାଞ୍ଜିରେ ଉଲ୍ଲେଖ ନାହିଁ କି ନୂଆ ବ୍ରତଧାରୀ ମାନେ ଏଥର ବ୍ରତ ଧାରଣ କରିପାରିବେ ନାହିଁ କି ସୁଦଶା ବ୍ରତ କରିପାରିବେ ନାହିଁ। ତେଣୁ ଏଥର ସମସ୍ତ ମା ମାନେ ନୂଆ ପୁରୁଣା ସୁଦଶା ବ୍ରତ କରିପାରିବେ। ଏ ବ୍ରତ ହେଉଛି ମା ମହାଲକ୍ଷ୍ମୀଙ୍କ ପାଇଁ ଏହି ଅତି ପ୍ରିୟ ବ୍ରତ। ତେଣୁ ଘରର ଆର୍ଥିକ ଉନ୍ନତି ପାଇଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଁ ପବିତ୍ର ମନରେ ଏହି ବ୍ରତ ରଖନ୍ତୁ। ଆସନ୍ତୁ ଏବେ ଜାଣିବା ସୁଦଶା ବ୍ରତର ପୂଜା ବିଧି କେମିତି ଆପଣମାନେ ମା ମାନେ ମା ମହାଲକ୍ଷ୍ମୀଙ୍କର ଏହି ପୂଜା କରିବେ। ଆପଣ ଘର ଦ୍ୱାର ସଫା ସୁତୁରା ରଖନ୍ତୁ। ଘରକୁ ଗଙ୍ଗା ଜଳରେ ସିଞ୍ଚନ କରନ୍ତୁ। ନୂଆ ବସ୍ତ୍ର ପରିଧାନ କରନ୍ତୁ। ଘରର ଅଗଣାକୁ ଗୋମୟରେ ଲିପି ପୋଛି ପବିତ୍ର କରନ୍ତୁ। ଘରେ ମା ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ଝୋଟି ପକାନ୍ତୁ। ଘରେ ସ୍ୱାସ୍ତିକର ଝୋଟି ପକାନ୍ତୁ। ଯେମିତି ଆପଣ ମାଣବସାରେ ଯେମିତି ପୂଜା କରନ୍ତି, ଠିକ୍ ସେହିପରି ସୁଦଶା ବ୍ରତର ପୂଜା ବିଧି ହୋଇଥାଏ, କିନ୍ତୁ ଟିକେ ଅଲଗା ସୁଦଶା ବ୍ରତ ହୋଇଥାଏ। ପୂଜା ପାଇଁ ମା ମହାଲକ୍ଷ୍ମୀଙ୍କର ଫଟୋଟିଏ ଆଣିପାରିବେ ଏବଂ ଘରେ ଖଟୁଲି ବା ପିଢ଼ା ମଧ୍ୟରେ ମାଙ୍କୁ ବସାଇ ପାରିବେ। ପ୍ରଥମେ ନାଲି ରଙ୍ଗର ଖଣ୍ଡେ ଛିଟ ଖଟୁଲିରେ ବିଛାଇ ଦେବେ। ଧଳା ହଳଦୀ ରଙ୍ଗର କପଡ଼ା ହେଲେ ମଧ୍ୟ ଚଳିବ। ପ୍ରଥମେ ଖଟୁଲିରେ କପଡ଼ା ବିଛାଇ ଦେବେ।
ମାଆଙ୍କ ଫଟୋ ସ୍ଥାପନ କରିବେ, ତାପରେ କଳସୀ ବସେଇବେ, ତାପରେ ଦୀପ ଲଗେଇଦେବେ। ମାଆଙ୍କର ହଳଦୀ ପାଣି ଅତି ପ୍ରିୟ ହୋଇଥାଏ, ତେଣୁ ମାଆଙ୍କୁ ହଳଦୀ ପାଣିରେ ସ୍ନାନ କରାଇବେ। ପଞ୍ଚାମୃତରେ ମଧ୍ୟ ସ୍ନାନ କରାଇ ପାରିବେ। ମାଆଙ୍କୁ ନୂତନ ବସ୍ତ୍ର ପରିଧାନ କରାନ୍ତୁ। ମାଆଙ୍କୁ ଫୁଲରେ ସୁନ୍ଦର ଭାବରେ ସଜେଇ ଦିଅନ୍ତୁ। ସୁଦଶା ବ୍ରତରେ ମାଆଙ୍କୁ ଟିକେ କଜଳ ବା କଳା ଲଗେଇ ଦିଅନ୍ତୁ। ସୁଦଶା ବ୍ରତରେ 10 ସଂଖ୍ୟାର ବହୁତ ଗୁରୁତ୍ୱ ରହିଛି। 10 ପ୍ରକାର ଭୋଗ ଲାଗି ହୋଇଥାଏ। 10 ବ୍ୟଞ୍ଜନରେ ମଣ୍ଡା ପିଠା ପ୍ରସ୍ତୁତ କରାଯାଇଥାଏ। ମାଆଙ୍କର ବ୍ରତରେ ମଧ୍ୟ 10 ଗଣ୍ଠି ପଡ଼ିଥାଏ। 10 ସରି ସୂତାରେ ମଧ୍ୟ ବ୍ରତ ତିଆରି କରାଯାଇଥାଏ। ଯେଉଁମାନେ ନୂଆ କରି ସୁଦଶା ବ୍ରତ କରୁଛନ୍ତି, ଏହି 10 ସଂଖ୍ୟାକୁ ଧ୍ୟାନରେ ରଖିବେ, କାରଣ 10 ସଂଖ୍ୟା ମଧ୍ୟ ମାଆଙ୍କର ଅତି ପ୍ରିୟ ହୋଇଥାଏ। 10 କେରା ଦୁବ, 10ଟି ବରକୋଳି ପତ୍ର, 10 ପ୍ରକାରର ଫଳ, 10 ମୁଖ ଦୀପରେ ମାଆଙ୍କୁ ଆଳତି କରନ୍ତୁ। 10 ଗୁଆ ପୂଜା କରିପାରିବେ। 10ଟି ଗୁଆ, 10ଟି ଫୁଲ ମାଆଙ୍କୁ ପାଖରେ ଚଢ଼ାନ୍ତୁ। ଯେଉଁମାନେ ନୂଆ କରି ବ୍ରତ କରୁଛନ୍ତି, ଯଦି ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରିପାରିବେ ବହୁତ ଶୁଭ ଫଳ ମିଳିଥାଏ। ଆପଣ ମନ୍ଦିରକୁ ଯାଇ ମଧ୍ୟ ପୂଜା କରିପାରିବେ। ଆପଣ ନିଜେ ମଧ୍ୟ ଘରେ ରହି ପୂଜା କରିପାରିବେ। ନୂଆ ବ୍ରତଧାରୀମାନେ 10 ସଂଖ୍ୟାରେ ସବୁ ଜିନିଷ ଯୋଗାଡ଼ କରନ୍ତୁ, ଯାହା ମୁଁ କହିଲି ପୂର୍ବରୁ। ମାଆଙ୍କ ପୂଜାରେ ମାଆଙ୍କୁ ପୁଷ୍ପାଞ୍ଜଳି ଦିଅନ୍ତୁ। ଏ ଗଲା ପ୍ରଥମ ପ୍ରହର ପୂଜା, ଏଥିରେ ଅନଳି ଭୋଗ ଲାଗି କରାଯାଇଥାଏ। ଦ୍ୱିତୀୟ ପ୍ରହର ପୂଜାରେ ମଣ୍ଡା ପିଠା ଭୋଗ ଲାଗି କରାଯାଏ। ସନ୍ଧ୍ୟା ସମୟରେ ଶେଷ ପ୍ରହର ପୂଜା। ଏହିପରି ସୁଦଶା ବ୍ରତର ପୂଜାବିଧି ହୋଇଥାଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗେ, କମେଣ୍ଟରେ ଜୟ ମା ମହାଲକ୍ଷ୍ମୀ ବୋଲି ଲେଖନ୍ତୁ। ଧନ୍ୟବାଦ। ଶ୍ରୀ ଶ୍ରୀ